ବାବା ଲଡୁକେଶ ମହାଦେବ ବାବାଙ୍କ ପାହାର ପ୍ରଭୁ ଗ୍ରାମ ନାମ ରହୁଛି ଶରଣ ଗୁଣ ମୁଁ ହଉଛି ଲଡୁ ବାବାଙ୍କର ସେବାୟତ ଶିବ ପୂଜକ ତେଣୁକରି କେତେ କେତେ ଦୂରରୁ ପ୍ରଭୁଙ୍କ ପାଖକୁ କେତେ ଦର୍ଶନ କରିବାକୁ ଲୋକ ଆସୁଛନ୍ତି ଇଏ ହଉଛନ୍ତି ଆମର ପ୍ରତ୍ୟକ୍ଷ ଦେବତା ଲଡୁ ବାବା ତଣ୍ଟି ଜୀବ କାକୁଟିକି ଯିଏ ଯୋଉଠି ମାନସିକ କଲା ସେ ତାଙ୍କର ନିଶ୍ଚିତ ପୂରଣ ହଉଛି କେତେ ଦୂରରୁ କେତେ ଭକ୍ତ ମାନେ ଆସୁଛନ୍ତି ସେ ହଉଛନ୍ତି ଅକର୍ମ କର୍ମ ଦାୟକ ଯଦି କିଛି ଭାଗ୍ୟରେ ନଥିଲେ ମଧ୍ୟ ମନକୁ ପ୍ରଭୁ ଜାତିକି ଦେବେ କିନ୍ତୁ ନା ମାନସିକ କରିବେ ଆଉ ବିଶ୍ୱାସ ହଉଛି ବଡ ଯଦି ଆପଣଙ୍କର ବିଶ୍ୱାସ ଅଛି ନିଶ୍ଚିତ ଆପଣଙ୍କର ମାନସ୍କାମନା ନିଶ୍ଚିତ ପୂରଣ ହବ ଏଇ ଗ୍ରାମ ନାଁ ହଉଛି ଶରଣକୂଳ ଯଦି ପ୍ରଭୁଙ୍କ ପାଖରେ ଯିଏ ଆସି ଶରଣାଗତ ଗତ କଲା ପ୍ରଭୁ ତା ଡାକ ନିଶ୍ଚିତ ଶୁଣିବେ ଯେମିତି ଆପଣଙ୍କର ବିଶ୍ୱାସ ରହିବା ମୁଖ୍ୟ ଜିନିଷ ଆପଣଙ୍କ ମୋ ନାଁ ହଉଛି କାଳିଆ ମହାପାତ୍ର ଗ୍ରାମ ଶରଣକୂଳ ଆପଣ ଯଦି ଯେତେବେଳେ ଆସିବେ ଆପଣ ମତେ ଦେଖା କରିପାରିବେ ଆପଣଙ୍କ କୃପା ଯଦି କିଛି କୃପା ଯଦି ନିଶ୍ଚିତ ଲଡୁବାବାଙ୍କ ଉପରେ ଥିବ ଆପଣ ନିଶ୍ଚିତ ପ୍ରଭୁଙ୍କ ଦର୍ଶନ ନିଶ୍ଚିତ ପାଇବେ ଲଡୁବାବା ସହିତ ଆମର ଅକର୍ମ କର୍ମ ଦାୟିକ ପ୍ରଭୁ ତାଙ୍କର କୃପା ଦୃଷ୍ଟି ରହିଲେ ଆପଣଙ୍କ ମନରେ ଯାହା ଭାବନା ମନରେ ଅଭିଳାଷ ଥିବ ବାବା ନିଶ୍ଚିତ ପୂରଣ କରିବେ ଇଏ ହଉଛନ୍ତି ଲଡୁବାବା ଆମର ପ୍ରତ୍ୟକ୍ଷ ଦେବତା